ଏଇ ମୋଦି ଆସିଲା ଟଙ୍କା ବାଣ୍ଟିଲା ମୋ ପୁଅକୁ ହରେଇବା ପାଇଁ ମନ୍ମଥ ରାଉତରାୟକୁ ଶାହ ଆସିଲା ଟଙ୍କା ବାଣ୍ଟିଲା ଏଇ ଗଭର୍ଣ୍ଣର ତା ବୋହୂକୁ ଜିତେଇ ଦେଇଥିଲେ ଭାରି ଗର୍ବ କରୁଛି ଓ ଯାହା କୁହାଯାଏ ଅଲାଜୁକ ଗଭର୍ଣ୍ଣର ଟଙ୍କା ବାଣ୍ଟିଲା ଆମେ ଚିତ୍କାର କରୁଛୁ ହରେକୃଷ୍ଣ ମହତା ବହୁଛନ୍ତି ଭାରତ ବର୍ଷର ଅଦ୍ୱିତୀୟ ନେତା ଆଜି ଏଡେ ବଡ ଭାରତ ବର୍ଷ କାଶ୍ମୀରରୁ କନ୍ୟାକୁମାରୀ ଗଣଜାତ ମିଶ୍ରଣ ପରେ କରିଥିଲେ ଡକ୍ଟର ମହତା ତମେ ବଲ୍ଲଭ ଭାଇ ପଟେଲକୁ ଦେଲ ଅଥଚ ମହତାଙ୍କୁ ଭାରତ ରତ୍ନ ଦେଲନି ତମେ କର୍ପୂରୀ ଠାକୁରଙ୍କୁ ଦେଇଛ ଗୋପବନ୍ଧୁ ଦାସଙ୍କୁ ଦେଲନି ମଧୁସୂଦନ ଦାସଙ୍କୁ ଦେଲନି ଭାରତ ରତ୍ନ ବିଜୁ ପଟ୍ଟନାୟକ ଦେଲନି ହରେକୃଷ୍ଣ ମହତାବଙ୍କୁ ଦେଲନି ଆଜି ତମ ନିଦ ଭାଙ୍ଗିଲା ତାଙ୍କ ଜୟନ୍ତୀ କରିଛ ଧନ୍ୟବାଦ ଦିଲ୍ଲୀରେ ବି କରିଛ ଧନ୍ୟବାଦ ରେଜଲ୍ଟ କାହିଁ ଆମେ ଡିମାଣ୍ଡ କରିଥିଲୁ ହରେକୃଷ୍ଣ ମହତାଙ୍କୁ ଭାରତ ରତ୍ନ ଦିଆଯାଉ ଯଦି ତା ଆଗ୍ରହରେ ବିଜେପି ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ଜନ୍ମ ଜୟନ୍ତୀ କଲେ ଏ ପିଲା ଦିଓଟାକୁ ଡାକି ଚିତ୍ରାଙ୍କନ କରି ପ୍ରାଇଜ ଦେଇ ଏଇ ହଉଛି ମହତାବ ଜୟନ୍ତୀ ଓଡ଼ିଶା ସରକାର କଣ କରୁଛେ 2 ଦିନ କାଳ ଏ ରବୀନ୍ଦ୍ର ଭବନରେ ଡାକି ପିଲାଙ୍କୁ ଆମକୁ ଡାକିବା ଦରକାର ସେ କଣ ଡାକିବେ ଆମେ 52 ବର୍ଷର ସମିତିକି ଡାକୁଛୁ ତାଙ୍କୁ ଡାକିଛୁ ଆମେ ମୋହନ ମାଝୀକି ଡାକିଥିଲୁ ଆମେ କଲଚର ମନ୍ତ୍ରୀକି ଡାକିଥିଲୁ ଆମେ ଗଭର୍ଣ୍ଣରକୁ ଡାକିଥିଲୁ ଏଇଟା ଗୋଟେ ତେଲିଆ ଯାହା କୁହାଯାଏ ଅଲାଜୁକ ଗଭର୍ଣ୍ଣର ଟଙ୍କା ବାଣ୍ଟିଲା ଏଇ ମୋଦି ଆସିଲା ଟଙ୍କା ବାଣ୍ଟିଲା ମୋ ପୁଅକୁ ହରେଇବା ପାଇଁ ମନ୍ମଥ ରାଉତରାୟକୁ ଶାହ ଆସିଲା ଟଙ୍କା ବାଣ୍ଟିଲା ଏଇ ଗଭର୍ଣ୍ଣର ତା ବୋହୂକୁ ଜିତେଇ ଦେଇଥିଲେ ଭାରି ଗର୍ବ କରୁଛି ଓ ସେ ଲୋକ ଲଜ୍ଜାଜନକ ଲୋକ ସେ ଅଜୟ କୁମାର ତମର ସଂଗଠନ ନାହିଁ କିଛି ନାହିଁ କାହିଁ ଠିଆଉଥିଲ ଏମପି ଥିଲେ ନା ଆଉ କେତେବେଳେ ଆଉ ୟା ଭିତରେ 3 ଥର ଦଳ ବଦଳ କରିଛନ୍ତି ସେ ଲୋକଙ୍କର ଆସ୍ଥା ରହିବ ତାଙ୍କ ଉପରେ ତେଣୁ ସେ ହାରିଛନ୍ତି ଲୋକ ହିସାବରେ ଭଲ ଭାରି ଭଦ୍ର ଭାରି ସରଳ କିନ୍ତୁ ଭିଡୁକୁ ନୁହଁ ଏକଦମ ଭୁଲ ନିଷ୍ପତ୍ତି ଯାହାର ସଂଗଠନ ନାହିଁ